ନମସ୍କାର। ଆଜି ରବିବାର ଜାନୁଆରୀ 18 ତାରିଖର ଶୁଣିବା ରାଶିଫଳ। ମେଷ, ଆଜି କର୍ମକ୍ଷେତ୍ରରେ ଚତୁର୍ଗ୍ରହ ଯୋଗଜନିତ ଉଚ୍ଚ ସମ୍ମାନ ସହ ପାରିବାରିକ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରାପ୍ତ ହେବ। ମୁଣ୍ଡ ଉପରେ ବୋଝ ଭଳି ରହିଥିବା ସମସ୍ୟା ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ। ପାରିବାରିକ ମତାନ୍ତର ଜନିତ ସୁସମ୍ପର୍କ ବ୍ୟାହତ ହେବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ମଧ୍ୟମ ପ୍ରକାରର ରହିବ। ବୃଷ, କର୍ମାଧିପତି ବୃହସ୍ପତିଙ୍କ ଯୋଗୁଁ କାମ ହାସଲ ସକାଶେ ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କାମ, ବନ୍ଧୁମିଳନ ସାଙ୍ଗକୁ ବାଣିଜ୍ୟରେ ଅସୁବିଧା ହେବ ନାହିଁ। ଚତୁର୍ଥସ୍ଥ କେତୁଙ୍କ ଯୋଗୁଁ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନିର ଆଶଙ୍କା ରହିଛି। ସନ୍ତାନଙ୍କ ବୈବାହିକ କାର୍ଯ୍ୟ ସକାଶେ ସ୍ତ୍ରୀଙ୍କ ସହ ବିଚାର ବିମର୍ଶ କରିପାରନ୍ତି। ମିଥୁନ, ଶନି କ୍ଷେତ୍ରସ୍ଥ ରାଶ୍ୟାଧିପତି ହେତୁ ସ୍ୱାସ୍ଥ୍ୟ ଓ ପରିବାର ପ୍ରତି ସମସ୍ୟାଜନିତ ମନସ୍ତାପ କରିପାରନ୍ତି। ତରବରିଆ ପଦକ୍ଷେପ ନେଲେ ସମସ୍ୟା ବଢ଼ିଯିବ। ମାଲି ମକଦ୍ଦମା, ବିବାଦୀୟ ପରିସ୍ଥିତି ଓ ଉପରିସ୍ଥଙ୍କ ସହ ମତାନ୍ତର ଜନିତ ଟେନସନ୍ ଲାଗି ରହିବ। ଋଣ ପରିଶୋଧ ସକାଶେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି। କର୍କଟ, ରାଶ୍ୟାଧିପତି ଶନିଙ୍କ ଦୃଷ୍ଟିରେ ଷଷ୍ଠ ଭାବସ୍ଥ ଯୋଗୁଁ ମାଙ୍ଗଳିକ କାର୍ଯ୍ୟ ସକାଶେ ଲୋନ୍ କରିପାରନ୍ତି। ଉଚ୍ଚସ୍ଥ କର୍ମାଧିପତିଙ୍କ ଯୋଗୁଁ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଆତ୍ମୀୟମାନେ ଶତ୍ରୁତା କଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଦୂରଯାତ୍ରା, ବନ୍ଧୁମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ। ସିଂହ, ଲାଭ ଭାବସ୍ଥ ବୃହସ୍ପତି ପାପଗ୍ରହ ରାହୁଙ୍କ ଦୃଷ୍ଟିରେ ରହିଥିବାରୁ ଯୋଜନା ଭଣ୍ଡୁର ହୋଇଯିବ। ସ୍ୱାସ୍ଥ୍ୟ ଓ ପରିବାର ପ୍ରତି ସମତଳ ଦେଇ କାମ କରିବା କାଠିକର ପାଠ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ପ୍ରୋତ୍ସାହନ ଲାଭ କରିବେ। ବନ୍ଧୁଙ୍କ ପରାମର୍ଶରେ ବହୁମୁଖୀ ବ୍ୟବସାୟ ଆରମ୍ଭ କରିବା ସକାଶେ ଆଲୋଚନା କରିପାରନ୍ତି। କନ୍ୟା, ଏକାଦଶାଧିପତି ଚତୁର୍ଥ କେନ୍ଦ୍ରସ୍ଥ ଯୋଗୁଁ ଯାହା ପାଇବାକୁ ଇଚ୍ଛୁକ ତାହା ଇତିରେ ପୂରଣ ହେବ। କର୍ମକ୍ଷେତ୍ରରେ ମନ ମୁତାବକ କାମ ନ ହେବାରୁ ଉପରିସ୍ଥ ଅଧିକାରୀ କ୍ଷୁବ୍ଧ ହେବେ। ପରିବାରରେ ସନ୍ଦେହ ଓ ଭୁଲ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁଙ୍କ ନିକଟରୁ ଅଥବା ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ କଳ୍ପନା ପ୍ରବଣ ହୋଇପାରନ୍ତି। ତୁଳା, ତୃତୀୟ ଷଷ୍ଠାଧିପତି ରାଶିକୁ ଦେଖୁଥିବାରୁ ପାରିବାରିକ ବିଷୟକୁ କେନ୍ଦ୍ର କରି ଭାତୃବିବାଦର ଆଶଙ୍କା ରହିଛି। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ମଜ୍ଜି ରହିବେ। ଆତ୍ମୀୟଙ୍କ ପ୍ରେରଣାରେ ଗୃହ, ଯାନବାହନ ଆଦି ଲାଭର ସୁଯୋଗ ପାଇବେ। ପରୋକ୍ଷ ଶତ୍ରୁତାରୁ କର୍ମକ୍ଷେତ୍ରରେ ବିବାଦ ଘେରରେ ପଡ଼ିପାରନ୍ତି। ବିଛା, ମୁଖ ଭାବରେ ଭାଗ୍ୟାଧିପତି ଚନ୍ଦ୍ର ଅବସ୍ଥାନ କରିଥିବାରୁ ଆପଣଙ୍କ କାର୍ଯ୍ୟସିଦ୍ଧି ଅବଶ୍ୟମ୍ଭାବୀ। ବନ୍ଧୁଙ୍କ ଉପରେ ଅଭିମାନ କରି ଚୁପ୍ ରହିଲେ ସୁଯୋଗ ହରାଇପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ହେବାରୁ ଆଶ୍ୱସ୍ତି ଲଭିବେ। ସାହିତ୍ୟ, କ୍ରୀଡ଼ା, ଅଧ୍ୟୟନ ଓ ଅଧ୍ୟାପନାରେ ସମୟ କଟିବ। ପ୍ରତିଦ୍ୱନ୍ଦ୍ୱିତା, ଶିଳ୍ପ ଓ ବାଣିଜ୍ୟରେ ଉନ୍ନତିର ପଥରୋଧ ଘଟିପାରେ। ଧନୁ, ଧନସ୍ଥାନରେ ଏକାଧିକ ଗ୍ରହ ଅପ୍ରିୟ କଠୋର ବାକ୍ୟ ବିନ୍ୟାସରେ ଅର୍ଥନୈତିକ କାରବାରରେ ସମସ୍ୟା ସୃଷ୍ଟି କରିବେ।
ଗୁରୁଙ୍କ ଶୁଭଦୃଷ୍ଟି ପ୍ରଭାବରେ ନୂତନ ଗୃହ ଯାନବାହନ ଆଦି କ୍ରୟ କରିବା ସକାଶେ ଯୋଜନା କରିପାରନ୍ତି। ଶିଳ୍ପ ବାଣିଜ୍ୟରେ ଲାଭାଂଶ ବଢ଼ିପାରେ, ମାତ୍ର ପୂର୍ଣ୍ଣତଃ ସନ୍ତୁଷ୍ଟ ହୋଇପାରିବେ ନାହିଁ। ମକର, ଆପଣଙ୍କ ରାଶିରେ ରାଜଯୋଗ ସୃଷ୍ଟି ହୋଇଥିବାରୁ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ସହ ସାମାଜିକ ସମ୍ମାନ ପାଇବେ। କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା, କର୍ମଜଞ୍ଜାଳ ଏବଂ ବହୁମୁଖୀ ଚିନ୍ତାଧାରା ଜନିତ ଅସ୍ଥିରତା ଅନୁଭବ କରିପାରନ୍ତି। ପୂଜା ସାମଗ୍ରୀ, ଷ୍ଟେସନାରୀ ଜିନିଷ ତଥା ହୋଟେଲ ରେଷ୍ଟୁରାଣ୍ଟ ବ୍ୟବସାୟରୁ ଲାଭବାନ ହେବେ। କୁମ୍ଭ, ରାଶିସ୍ଥ ରାହୁ ଏବଂ କୋଣଭାବସ୍ଥ ବୃହସ୍ପତିଙ୍କ ପ୍ରଭାବରେ ଆଜି ଯେଉଁ କାମରେ ହାତ ଦେବେ ଅବଶ୍ୟ ସଫଳତା ପାଇପାରିବେ। ପୂର୍ବ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଆନୁଷ୍ଠାନିକ କାର୍ଯ୍ୟ, ବ୍ୟବସାୟିକ ସଫଳତା, ବିବାଦରେ ବିଜୟ ଏବଂ ପାରିବାରିକ ସୌହାର୍ଦ୍ଦ୍ୟରୁ ଖୁସି ରହିବେ। ମୀନ, ଆଜିର ଅନୁକୂଳ ଗ୍ରହ ପ୍ରଭାବ ଏକାଧାରରେ କାର୍ଯ୍ୟସିଦ୍ଧି, ବୈଷୟିକ ଅଭିବୃଦ୍ଧି ସହ ସାମାଜିକ ସମ୍ମାନ ପ୍ରଦାନ କରିବ। ପାରିବାରିକ ସୁଖ ସ୍ୱାଚ୍ଛନ୍ଦ୍ୟରେ ଅଭିବୃଦ୍ଧି ହୋଇପାରନ୍ତି। ଦୂରଯାତ୍ରା, ବାଣିଜ୍ୟ, ବିବାଦୀୟ କ୍ଷେତ୍ରରୁ ଦୂରେଇ ରହିବା ଭଲ। ନିଜ ପରିସରର ବ୍ୟକ୍ତିବିଶେଷ ପରୋକ୍ଷ ଶତ୍ରୁତା କରିପାରନ୍ତି। ନମସ୍କାର। ଜୟ ଜଗନ୍ନାଥ।